ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପ୍ରେକ୍ଷାଳୟ ପରିସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ମା ତୁଜସୋଲମ 2026ରେ ଆହ୍ୱାନ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ଏମାନଙ୍କୁ ସ୍ୱାଧୀନତା ଦିବସରେ ଦିଅନ୍ତୁ ଦେଶ ପ୍ରେମର ବାର୍ତ୍ତା ସହ ପିଲାମାନଙ୍କୁ ନିଶା ଆଉ ମୋବାଇଲ ଠାରୁ ଦୂରେଇ ରଖନ୍ତୁ। ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଯତ୍ନ ନିଅନ୍ତୁ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଦେବାନନ୍ଦ ଦାସ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଉପଢୌକନ ସହିତ ତ୍ରିରଙ୍ଗା ପତାକା ଦେଇ ସମ୍ମାନିତ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଦେବାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ SMIT ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟର ସଭାପତି ଡକ୍ଟର ଭଗବାନ ଗନ୍ତାତେ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲ ଚେଷ୍ଟ ଓ ଟିବି ବିଭାଗର ପୂର୍ବତନ ପ୍ରଫେସର ଡକ୍ଟର ନାରାୟଣ ମିଶ୍ର ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଶ୍ରୀ ଜୟରାମ ଶତପଥୀ, ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲ ଶିଶୁ ବିଭାଗ ପ୍ରଫେସର ମାନସ ରଞ୍ଜନ ମଲ୍ଲିକ, ବ୍ରହ୍ମପୁର ରୋଟାରୀ ସେଣ୍ଟ୍ରାଲର ସଭାପତି ଶ୍ରୀ ଶ୍ରୀକାନ୍ତ ସାବତ, ISRD ନିର୍ଦ୍ଦେଶକ ସୁଧୀର ସାବତ, ଯୁବ ସମାଜସେବୀ ତଥା ରଶ୍ମି ଏଣ୍ଟରପ୍ରାଇଜେସ୍ ମାଲିକ କେ ରାଜକୁମାର ସେନାପତି, ବ୍ରହ୍ମପୁର ଗାୟତ୍ରୀ ପୀଠ ମୁଖ୍ୟ ପରିଚାଳକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ ଓ ହିଞ୍ଜିଳିକାଟୁ ସରକାରୀ ITIର ଅଧ୍ୟକ୍ଷ E ରବିନାରାୟଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱାଧୀନତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ ଆଉ ଜଙ୍କ ଫୁଡ୍ ଠାରୁ ଦୂରେଇ ରହିବା ପାଇଁ ଉପଦେଶ ଦେଇ ମାତୃକା ଉପରେ ଦିଗ୍ଦର୍ଶନ ଦେଇ ଉତ୍ସାହିତ କରିଥିଲେ। ପିଲାମାନଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ପିତାମାତାଙ୍କ ସଚେତନତା ଏବଂ ଖୋଲା ଆଲୋଚନା ଅତ୍ୟନ୍ତ ଜରୁରୀ। ପିଲାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରନ୍ତୁ, ସେମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ ଏବଂ ନିଶାରୁ କୁପରିଣତି ସମ୍ପର୍କରେ ସଚେତନ କରାନ୍ତୁ। କ୍ରାନ୍ତି ଅନୁଷ୍ଠାନର ଡକ୍ଟର ଦେବାନନ୍ଦ ଦାସ ବକ୍ତବ୍ୟ ରଖିବା ସହ ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ କରାଇଥିଲେ। ଉକ୍ତ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ମା ତୁଝେ ସଲାମରେ 10ଟି ସ୍କୁଲ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କୁନି କୁନି କଳାକାରମାନଙ୍କ ସନ୍ଦେଶ ଆତେ ହେ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନମୋହି କରିପାରିଥିଲେ। ଗଞ୍ଜାମ ଜିଲ୍ଲାର 40ଟି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରାୟ 900 ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ଦେବରାଜ ରାଉତ, ପରମାନନ୍ଦ ପଣ୍ଡା, ଅନିଲ କୁମାର ସେଠୀ, ୟାଇ ଲାବଣ୍ୟା, ଧନଞ୍ଜୟ ପାଣିଗ୍ରାହୀ, ଚର୍ଚ୍ଚିକା ଦାସ, ଚିନ୍ମୟାନନ୍ଦ ଦାସ, ସଞ୍ଜୟ ପାତ୍ର, ଓମ୍ ପ୍ରସାଦ ଗୌଡଙ୍କ ସମେତ ISRD ପ୍ରଭାତ କୁମାର ପାଢୀ, ସୟନୀ ମଲ୍ଲିକଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ଦେବରାଜ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।